ଠାକୁରାଣୀ ରୁମ୍ରୁ ବାହାରକୁ ବାହାରୁଥିବେ ଏବଂ ତାଙ୍କ ପଛରେ ମାନସୀ ଗୋଡ଼େଇ ଗୋଡ଼େଇ ଆସି ତାଙ୍କୁ ଅଟକେଇ କହିବେ, ମା ଠାକୁରାଣୀ ଆପଣ ଭିତରେ ମୋତେ ବଞ୍ଚେଇବା ପାଇଁ ମିଛ କହିଲେ, ସେଥିପାଇଁ ବହୁତ ଧନ୍ୟବାଦ। ମା ଠାକୁରାଣୀ କହିବେ, ତୁ ଭୁଲ ବୁଝୁଛୁ, ମୁଁ ତତେ ବଞ୍ଚାଇବା ପାଇଁ ଭିତରେ ମିଛ କହି ନାହିଁ। ମୋର ଆସୁଥିବା ଉତ୍ତରାଧିକାରୀକୁ ବଞ୍ଚାଇବା ପାଇଁ ମୁଁ ମିଛ କହିଲି ଏବଂ ତତେ ରକ୍ଷା କଲି। ତୁ ଗୋଟେ ଅମଙ୍ଗଳୀ ଝିଅ, ତୁ ଜାଣିନୁ ମାନସୀ ତୁ କ'ଣ କରିଛୁ। ଥରେ ମୋ ଉତ୍ତରାଧିକାରୀ ଏ ଦୁନିଆକୁ ଆସିଲା ପରେ ତୋ ଅବସ୍ଥା ମୁଁ ବହୁତ ଖରାପ କରିବି। ତୁ ଏକ ମିଛାଇ ସ୍ତ୍ରୀ ଲୋକ। ମୋ ଉତ୍ତରାଧିକାରୀ ବାହାରକୁ ଆସିଲା ପରେ ଦୁନିଆକୁ ମୁଁ ତୋ କାନ ଟାଣି ଘୋଷାଡ଼ି ଘୋଷାଡ଼ି ତୋତେ ଉଆସରୁ ବାହାର କରିଦେବି। ଏହା କହି ମା ଠାକୁରାଣୀ ଚାଲିଯିବେ। ତାପରେ ମାନସୀ ରାଗରେ ପରିବାରର ଫ୍ୟାମିଲି ଫଟୋ ଯାହା ଥିବ ତାକୁ ଆଣି ଜୋରରେ କଚାଡ଼ି ତଳେ ପକାଇ ଦେବେ, ଯାହାଦ୍ୱାରା ପରିବାରର ଯେଉଁ ଫଟୋ ଫ୍ରେମ୍ଟି ଥିବ କାଚ ଗୁଡ଼ିକ ଭାଙ୍ଗି ତଳେ ଛିନଛତ୍ର ହୋଇ ପଡ଼ିବ। ତାପରେ ସେଠାରୁ ଫଟୋଟି ଉଠାଇ ଆଣି ମାନସୀ କହିବେ, ମୁଁ ନିଜକୁ ଶପଥ କରି କହୁଛି, ଏଇ ଉତ୍ତରାଧିକାରୀ ଏ ଛୁଆ ଦୁନିଆକୁ ଆସିବା ପୂର୍ବରୁ ଆପଣଙ୍କ ପରିବାର ଖଣ୍ଡ ଖଣ୍ଡ ହୋଇଯିବ। ମୋତେ ସାମିଲ କରିବାକୁ ଚାହୁଁନାହାନ୍ତି ନା। ଏହା କହି ସେ ଫଟୋଟିକୁ ଚିରି ଖଣ୍ଡ ଖଣ୍ଡ କରିଦେବେ ଏବଂ ଯେଉଁ ଫଟୋରେ ଜୀବନ ଏବଂ ମାନସୀ ଥିବେ ସେଇ ଫଟୋକୁ ଯୋଡ଼ି କହିବେ, ଜୀବନ ବାବୁ ତୁମେ ଓ ମୁଁ ଆମେ ମିଶି ଏକାଠି ରହିବା। ଏ ଉଆସ, ଏ ଗାଁ ଏବଂ ଜ୍ୟୋତିଠୁ ଆମେ ବହୁତ ଦୂରକୁ ଚାଲିଯିବା। ଆମକୁ ସେଠି କେହି ହଇରାଣ କରିବେନି। ତେବେ ମାନସୀଙ୍କ ସ୍ୱପ୍ନ ପୂରଣ ହେବ କି?